କାଞ୍ଚି ଅଭିଯାନର କାହାଣୀ ଶୁଣିଲେ ଲାଗେ ଯେମିତି ଏଇଟା କୌଣସି ଯୁଦ୍ଧର ଗାଥା ହୋଇଥିବ, କିନ୍ତୁ ନା, ଏହା ତାଠାରୁ ବହୁତ ବେଶୀ। ଏ କାହାଣୀ ହେଉଛି ଭକ୍ତିର, ଅପମାନର, ଆଉ ସବୁଠୁ ବଡ଼ କଥା ହେଲା ସେହି ଅପମାନର ଏକ ଦିବ୍ୟ ଉତ୍ତରର କାହାଣୀ। ତେବେ ଆସନ୍ତୁ ଆଜି ସେହି କାହାଣୀ ଭିତରକୁ ଯିବ। କେବେ ଭାବିଛନ୍ତି ଗୋଟେ ମୁକୁଟା ଆଉ ଗୋଟେ ଝାଡ଼ୁ ଭିତରେ କିଏ ଅଧିକ ଶକ୍ତିଶାଳୀ ହୋଇପାରେ? ଶୁଣିବାକୁ ଅଜବ ଲାଗୁଛି ନା? କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଗୋଟିଏ ପ୍ରଶ୍ନ ଭିତରେ ହିଁ କାଞ୍ଚି ଅଭିଯାନର ପୂରା କାହାଣୀଟା ଲୁଚି ରହିଛି। ଆଉ ଏ କାହାଣୀର ଆରମ୍ଭ ହୁଏ ଗୋଟିଏ ପରମ୍ପରାରୁ, ଛେରା ପହରା। ଏମିତି ଏକ ପରମ୍ପରା ଯେଉଁଠି ରାଜା ଶାସକ ନୁହନ୍ତି, ବରଂ ନିଜ ପ୍ରଭୁଙ୍କର ସବୁଠୁ ପ୍ରଥମ ସେବକ। ସୁନା ଖଚିତ ଗୋଟିଏ ଝାଡ଼ୁରେ ସେ ରଥ ଆଗରେ ରାସ୍ତା ସଫା କରନ୍ତି। କାହିଁକି ଜାଣନ୍ତି? କେବଳ ଏହା ଦେଖାଇବା ପାଇଁ ଯେ ଈଶ୍ୱରଙ୍କ ଆଗରେ ସବୁଠାରୁ ବଡ଼ ସମ୍ମାନ ହେଉଛି ସେବା। ତେବେ ସେତେବେଳେ ସବୁକିଛି ଠିକ୍ଠାକ୍ ଚାଲିଥାଏ। ଓଡ଼ିଶାର ଗଜପତି ଆଉ କାଞ୍ଚିର ରାଜକୁମାରୀଙ୍କ ମଧ୍ୟରେ ବିବାହ ପ୍ରସ୍ତାବ ଥାଏ। କଥାବାର୍ତ୍ତା ପାଇଁ କାଞ୍ଚିରୁ ଜଣେ ଦୂତ ଆସି ପହଞ୍ଚିଲେ ପୁରୀରେ। ଆଉ ସମୟଟା ଥିଲା ଠିକ୍ ରଥଯାତ୍ରାର। କିନ୍ତୁ ସେ କ'ଣ ଜାଣିଥିଲେ ଯେ ସେ ଯାହା ଦେଖିବାକୁ ଯାଉଛନ୍ତି ତାହା ଇତିହାସର ମୋଡ଼ ବଦଳାଇ ଦେବ। ଆଉ ସେଇ କାଞ୍ଚିର ଦୂତ ନିଜ ଆଖି ଆଗରେ ଏକ ଅବିଶ୍ୱାସନୀୟ ଦୃଶ୍ୟ ଦେଖିଲେ। ଓଡ଼ିଶାର ମହାରାଜା, ଯାହାଙ୍କ ସହ ଏକ ରାଜକୀୟ ସମ୍ବନ୍ଧ ଯୋଡ଼ିବାକୁ ସେ ଆସିଛନ୍ତି, ସେ ଲକ୍ଷ ଲକ୍ଷ ଲୋକଙ୍କ ସାମ୍ନାରେ ରାସ୍ତାରେ ଝାଡ଼ୁ ମାରୁଛନ୍ତି। ତାଙ୍କ ପାଇଁ, ତାଙ୍କ ସଂସ୍କୃତି ପାଇଁ ଏହା ଏକ ଅକଳ୍ପନୀୟ କଥା ଥିଲା। ସେ ଏହି ପରମ୍ପରାର ଗଭୀରତାକୁ ବୁଝିପାରିଲେନି। ତାଙ୍କୁ ଲାଗିଲା ଏଟା ସେବା ନୁହେଁ, ବରଂ ଲଜ୍ଜାର କଥା। ସେ ତୁରନ୍ତ କାଞ୍ଚି ଫେରିଯାଇ ନିଜ ରାଜାଙ୍କୁ ଖବର ଦେଲେ, ଆମେ କାହା ସହ ସମ୍ବନ୍ଧ ଯୋଡ଼ୁଛୁ? ଓଡ଼ିଶାର ରାଜା ତ ଜଣେ ଝାଡ଼ୁଦାର। ଏହା ଶୁଣି କାଞ୍ଚିର ରାଜାଙ୍କ ଉତ୍ତର ଆହୁରି କଠୋର ଥିଲା। ସେ କହିଲେ, ମୁଁ ମୋ ଝିଅକୁ ଜଣେ ଝାଡ଼ୁଦାର ସହ ବିବାହ ଦେବି ନାହିଁ। ଦେଖନ୍ତୁ, ଏହା କେବଳ ଗୋଟେ ବିବାହ ପ୍ରସ୍ତାବର ଅସ୍ୱୀକାର ନଥିଲା। ନା, ଏହା ଥିଲା ସିଧାସଳଖ ପ୍ରଭୁ ଜଗନ୍ନାଥଙ୍କ ସେବାର ଅପମାନ। ଏହା ଥିଲା ସମଗ୍ର ଓଡ଼ିଶାର ଆସ୍ଥା ଉପରେ ଏକ ପ୍ରଚଣ୍ଡ ଆକ୍ରମଣ। ବୁଝିବାକୁ ଚେଷ୍ଟା କରନ୍ତୁ, ଏ ଅପମାନ ଏତେ ଗଭୀର କାହିଁକି ଥିଲା? କାରଣ ଏହାର 3ଟି ସ୍ତର ଥିଲା। ପ୍ରଥମତଃ, ରାଜାଙ୍କୁ ଅଯୋଗ୍ୟ କୁହାଗଲା। ଦ୍ୱିତୀୟରେ, ତାଙ୍କର ଭକ୍ତିକୁ ଉପହାସ କରାଗଲା। ଆଉ ସବୁଠୁ ବଡ଼ କଥା, ତାଙ୍କ ଇଷ୍ଟଦେବ ଜଗନ୍ନାଥଙ୍କ ସେବାକୁ ଲଜ୍ଜାଜନକ କୁହାଗଲା। ଏହା ପ୍ରକାରାନ୍ତରେ ଏକ ଯୁଦ୍ଧର ଆହ୍ୱାନ ଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା, ରାଜା ପୁରୁଷୋତ୍ତମ ଦେବ କ୍ରୋଧରେ ଜଳିଗଲେ ନାହିଁ, ବରଂ ତାଙ୍କ ହୃଦୟ ଭାଙ୍ଗିଗଲା। ନିଜ ପାଇଁ ନୁହେଁ, ନିଜ ପ୍ରଭୁଙ୍କ ପାଇଁ। କାରଣ ଏହି ଅପମାନ ତାଙ୍କର ନଥିଲା, ଏହା ତାଙ୍କ ପ୍ରଭୁଙ୍କର ଥିଲା। ଯେଉଁ ସେବାକୁ ସେ ନିଜର ସବୁଠୁ ବଡ଼ ଗର୍ବ ବୋଲି ମାନେ କରୁଥିଲେ, ଆଜି ସେହି ସେବାକୁ ଉପହାସ କରାଯାଇଥିଲା। ସେ ତରବାରୀ ଉଠାଇବା ବଦଳରେ ସିଧା ମନ୍ଦିରକୁ ଗଲେ, ଆଉ ନିଜ ପ୍ରଭୁଙ୍କ ଆଗରେ ମୁଣ୍ଡ ନୁଆଇ କହିଲେ, ହେ ପ୍ରଭୁ, ଏ ଅପମାନ ମୋର ନୁହେଁ, ଏ ଅପମାନ ତୁମର। ଆଉ କୁହାଯାଏ, ସେହି ନୀରବ ମୁହୂର୍ତ୍ତରେ ତାଙ୍କୁ ଏକ ଦିବ୍ୟ ଉତ୍ତର ମିଳିଥିଲା ଯେ ଯେଉଁ ରାସ୍ତାରେ ତୁ ମୋ ପାଇଁ ଚାଲିଛୁ, ମନେ ରଖ, ସେହି ରାସ୍ତାରେ ମୁଁ ତୋ ସହିତ ଚାଲିବି। ତେବେ ଦେଖନ୍ତୁ, ଅପମାନ କ'ଣ ଥିଲା? ତୁମର ରାଜା ଜଣେ ଝାଡ଼ୁଦାର। ଆଉ ଦିବ୍ୟ ଉତ୍ତର କ'ଣ ଥିଲା? ହଉ ତେବେ, ଏବେ ଦେଖ, ଆମେ ଧୂଳିରେ ଚାଲିବୁ। ଲୋକକଥା କୁହେ, ସ୍ୱୟଂ ପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ଦୁଇ ସାଧାରଣ ସୈନିକ ବେଶରେ ରାଜାଙ୍କ ସେନା ଆଗରେ ବାହାରିଲେ, ଜଣେ କଳା ଘୋଡ଼ାରେ ଆଉ ଜଣେ ଧଳା ଘୋଡ଼ାରେ। ରାଜାଙ୍କ ସେନା ତ ପଛରେ ଆସୁଥିଲା, କିନ୍ତୁ କାହାଣୀର ପ୍ରକୃତ ମୋଡ଼ ଆଗରେ ଅପେକ୍ଷା କରିଥିଲା। ଖରାବେଳର ସମୟ, ରାସ୍ତାକଡ଼ରେ ଜଣେ ସାଧାରଣ ଦହି ବିକାଳି, ନା ତାର ମାଣିକ ଗୌଡ଼ୁଣୀ, ନିଜ ଦହି ହାଣ୍ଡି ଧରି ବସିଥିଲା। ସେ ବିଚାରି ଜାଣିନଥିଲା ଯେ ସେ ଇତିହାସର ଏକ ଦିବ୍ୟ ଲୀଳାର ସାକ୍ଷୀ ହେବାକୁ ଯାଉଛି। ହଠାତ୍ 2 ଜଣ ତୃଷାର୍ଥ ସୈନିକ ତା ପାଖକୁ ଆସି ଦହି ମାଗିଲେ। ମାଣିକ ପାଖରେ ଯାହା ଥିଲା ତାହା ଥିଲା ତାର ଦିନକର ରୋଜଗାର, କିନ୍ତୁ ସେ ମୁହୂର୍ତ୍ତେ ବି ଦ୍ୱିଧା କଲାନି। 2 ଅପରିଚିତଙ୍କ ଶୋଷ ମେଣ୍ଟାଇବା ପାଇଁ ସେ ନିଜର ସବୁକିଛି ଦେଇଦେଲା। ଏଇଟା ବ୍ୟବସାୟ ନଥିଲା, ଏହା ଥିଲା ନିଛକ ସେବା। ଦହି ପିଇ ସାରିବା ପରେ ସୈନିକମାନେ କହିଲେ, ଆମ ପାଖରେ ତ ପଇସା ନାହିଁ। ତା ବଦଳରେ ଜଣେ ସୈନିକ ନିଜ ଆଙ୍ଗୁଠିରୁ ଏକ ମୁଦି କାଢ଼ି ତାକୁ ଦେଲେ, ଆଉ କହିଲେ, ପଛରେ ରାଜା ଆସୁଛନ୍ତି, ତାଙ୍କୁ ଏଇଟା ଦେଖାଇବୁ, ତୋର ମୂଲ୍ୟ ମିଳିଯିବ। ଏତିକି କହି ଦୁହେଁ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲେ। ଯୁଦ୍ଧ ସରିଲା। ରାଜା ପୁରୁଷୋତ୍ତମ ଦେବ ବିଜୟୀ ହୋଇ ଫେରୁଥାନ୍ତି। ଠିକ୍ ସେହି ରାସ୍ତାରେ ମାଣିକ ତାଙ୍କୁ ଅଟକାଇଲା। ହାତରେ ସେହି ରହସ୍ୟମୟ ମୁଦିଟିକୁ ଧରି ସେ ରାଜାଙ୍କୁ ତାର ପ୍ରାପ୍ୟ ମାଗିଲା। ରାଜା ତ ଆଶ୍ଚର୍ଯ୍ୟ ହେଲେ, କିନ୍ତୁ ଯେତେବେଳେ ତାଙ୍କ ନଜର ସେ ମୁଦି ଉପରେ ପଡ଼ିଲା, ବାସ୍, ପୂରା ରାଜସଭାରେ ସତେ ଯେମିତି ନୀରବତା ଛାଇଗଲା। ରାଜାଙ୍କ ହାତ ଥରିବାକୁ ଲାଗିଲା। କାରଣ ସେ ମୁଦି କୌଣସି ସାଧାରଣ ମୁଦି ନଥିଲା, ତାହା ଥିଲା ସ୍ୱୟଂ ପ୍ରଭୁ ଜଗନ୍ନାଥଙ୍କର ରତ୍ନମୁଦି। ସେହି ମୁହୂର୍ତ୍ତରେ ରାଜା ଆଉ ସମସ୍ତେ ବୁଝିଗଲେ
ଯେ ତାଙ୍କ ଆଗରେ ଯାଇ ଯୁଦ୍ଧ କରିଥିବା ସେହି ଦୁଇ ସୈନିକ ଆଉ କେହି ନୁହନ୍ତି, ସ୍ୱୟଂ ଜଗନ୍ନାଥ ବଳଭଦ୍ର ଥିଲେ। ଏଥି ଗୋଟେ ବଡ଼ ପ୍ରଶ୍ନ ଉଠେ, ଭଗବାନ ରାଜାଙ୍କୁ ଛାଡ଼ି ମାଣିକ ପାଖକୁ କାହିଁକି ଗଲେ? କାରଣଟା ବହୁତ ସରଳ। ମାଣିକର ସେବାରେ କୌଣସି ସ୍ୱାର୍ଥ ନଥିଲା। ସେ ଜାଣିନଥିଲା ଯେ ସେ କାହାକୁ ସେବା କରୁଛି। ତା ପାଇଁ ସେମାନେ କେବଳ ଦୁଇଜଣ ତୃଷାର୍ଥ ମଣିଷ ଥିଲେ। ତାର ଭକ୍ତି ଥିଲା ଶୁଦ୍ଧ, ସରଳ ଆଉ ସମ୍ପୂର୍ଣ୍ଣ ନିଃସ୍ୱାର୍ଥପର। ଏବେ ଟିକେ ଭକ୍ତିର ଏଇ ଦୁଇଟି ରୂପକୁ ଦେଖନ୍ତୁ। ଗୋଟେପଟେ ଅଛନ୍ତି ରାଜା, ତାଙ୍କର ସୁନାର ଝାଡ଼ୁ ଆଉ ଏକ ବିଶାଳ ପରମ୍ପରା। ଅନ୍ୟପଟେ ଅଛି ମାଣିକ, ତାର ମାଟି ହାଣ୍ଡି ଆଉ ଏକ ସାଧାରଣ ଦୟାର କାର୍ଯ୍ୟ। କିନ୍ତୁ ଭଗବାନଙ୍କ ଆଖିରେ ଦୁଇଟି ଯାକ ସମ୍ପୂର୍ଣ୍ଣ ସମାନ, କାରଣ ଭଗବାନ ଉପହାରର ଆକାର ଦେଖନ୍ତି ନାହିଁ, ସେ ଦେଖନ୍ତି ଭାବନାର ଗଭୀରତା। ତେବେ ଏହି ପୂରା କାହାଣୀରୁ ଆମେ କ'ଣ ଶିଖିଲେ? ସବୁଠୁ ପ୍ରଥମ ଆଉ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ହେଉଛି, ଭକ୍ତି କେବେ ବି ସେବା କରିବା ଦ୍ୱାରା ଛୋଟ ହୋଇଯାଏ ନାହିଁ। ଆପଣ ରାଜା ହୁଅନ୍ତୁ କି ସାଧାରଣ ମଣିଷ, ସେବା କରିବା ଦ୍ୱାରା ହିଁ ଆପଣ ଈଶ୍ୱରଙ୍କର ଅଧିକ ନିକଟତର ହୁଅନ୍ତି। ଆଉ ଏଇ କଥା ଆମକୁ ସେହି ମୂଳ ପ୍ରଶ୍ନ ପାଖକୁ ପୁଣି ଫେରାଇ ଆଣୁଛି। ଯେତେବେଳେ କେହି ଜଣେ ଆପଣଙ୍କ ବିନମ୍ରତାକୁ ଦୁର୍ବଳତା ବୋଲି ଭାବି ଉପହାସ କରେ, ଯେତେବେଳେ ସେବାକୁ ଲଜ୍ଜାଜନକ କୁହାଯାଏ, ସେତେବେଳେ ପ୍ରକୃତରେ କ'ଣ ହୁଏ? କାଞ୍ଚି ଅଭିଯାନର କାହାଣୀ ଏହାର ସବୁଠୁ ସୁନ୍ଦର ଉତ୍ତର ଦିଏ। ଉତ୍ତର ସ୍ୱର୍ଗରୁ କିମ୍ବା ସିଂହାସନରୁ ଆସେ ନାହିଁ। ଉତ୍ତର ଆସେ ସେହି ଧୂଳିମାଟିର ରାସ୍ତାରୁ, ମାଣିକ ଭଳି ସାଧାରଣ ମଣିଷଙ୍କ ହାତରୁ। କାରଣ ଭଗବାନ ନିଜେ ହିଁ ଉତ୍ତର ଦିଅନ୍ତି, କିନ୍ତୁ ତାଙ୍କର ରାସ୍ତା ଆମ କଳ୍ପନାର ସବୁବେଳେ ବାହାରେ।